ମା ଶ୍ରୀ ଅରବିନ୍ଦ ଶରଣ। ଆଜି ଅଗଷ୍ଟ 15 ଆମ ଦେଶର 78ତମ ସ୍ୱାଧୀନତା ଦିବସ ତଥା ପ୍ରଭୁ ଶ୍ରୀ ଅରବିନ୍ଦଙ୍କର 152ତମ 152nd ବାର୍ଥ ଆନିଭର୍ସାରୀ 52nd ବାର୍ଥ ଆନିଭର୍ସାରୀ। ଆମେ ତ ବର୍ତ୍ତମାନ ସୁଦ୍ଧା କେତେକ ଜାଗାରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କର 150th ବାର୍ଥ ଆନିଭର୍ସାରୀ ପାଳନ, କିନ୍ତୁ ଆଜି ହେଉଛି ଶ୍ରୀ ଅରବିନ୍ଦଙ୍କର 152ତମ ଜନ୍ମ ଦିବସ। ଏହି 152ତମ ଜନ୍ମ ଦିବସରେ ବିଭିନ୍ନ ଜାଗାରେ ବିଭିନ୍ନ ଆଲୋଚନା ସବୁ ହୋଇଛି, ସନ୍ଧ୍ୟା ବେଳକୁ ବି ହେଉଛି। କିନ୍ତୁ ଆମେ ଯେତେ ପଢୁଛେ ସେତେ ନୂଆ ନୂଆ କଥା ସବୁ ବାହାରୁଛି। ଆଜି ଆମେ ଖଣ୍ଡଗିରି ମାତୃବିହାରରେ ଗୋଟେ ଆଲୋଚନା କରିଥିଲୁ। ଶ୍ରୀ ଅରବିନ୍ଦଙ୍କର ଲାଇଫ୍ ଡିଭାଇନ୍ ଦିବ୍ୟ ଜୀବନ ଗ୍ରନ୍ଥର ଗୋଟିଏ ଅଧ୍ୟାୟ ଡବଲ ସୋଲ୍ ଇନ୍ ମ୍ୟାନ୍, ମନୁଷ୍ୟ ଭିତରେ ଥିବା ଦୁଇଟି ଆତ୍ମା। ଆମ ଭିତରେ ମଣିଷମାନେ ଆମ ଭିତରେ ଦୁଇଟି ଆତ୍ମା। ପ୍ରଭୁ ଶ୍ରୀ ଅରବିନ୍ଦ ଚାହିଁଥିଲେ, ତାଙ୍କର ତ 5ଟି ସ୍ୱପ୍ନ ଥିଲା, ଆପଣମାନେ ଜାଣିଛନ୍ତି ସମସ୍ତେ। ପ୍ରଥମ ସ୍ୱପ୍ନଟି ଥିଲା ଫ୍ରି ଆଣ୍ଡ ୟୁନାଇଟେଡ୍ ଇଣ୍ଡିଆ, ସ୍ୱାଧୀନ ଏବଂ ଏକତ୍ରିତ ଭାରତବର୍ଷ। ଭାରତ ସ୍ୱାଧୀନ ହେଇଛି, କିନ୍ତୁ ଏକତ୍ରୀକରଣ ଏପର୍ଯ୍ୟନ୍ତ ସରିନି। ଦ୍ୱିତୀୟରେ ଶ୍ରୀ ଅରବିନ୍ଦ ଚାହିଁଥିଲେ, ତାଙ୍କ ସ୍ୱପ୍ନରେ ରେସର୍ଜେନ୍ସ ଅଫ୍ ଏସିଆ ଆଣ୍ଡ ହର୍ ରୁଲ୍, ହର୍ ମିନ୍ସ ଭାରତବର୍ଷ, ଏସିଆ ମହାଦେଶର ଉତ୍ଥାନ ଏବଂ ଭାରତବର୍ଷର ସେଥିରେ ରୁଲ୍ ଭୂମିକା। ନମ୍ବର 3 ହେଉଛି ୱାର୍ଲଡ ୟୁନିୟନ ବା ଜଗତର ଏକତ୍ରୀକରଣ। 4 ନମ୍ବର ସ୍ୱପ୍ନଟି ତାଙ୍କର ଥିଲା ସ୍ପିରିଚୁଆଲ ଗିଫ୍ଟ ଅଫ୍ ଇଣ୍ଡିଆ ଟୁ ଦି ୱାର୍ଲଡ, ସମଗ୍ର ଭାରତବର୍ଷକୁ, ସମଗ୍ର ପୃଥିବୀକୁ ଭାରତବର୍ଷର ଆଧ୍ୟାତ୍ମିକ ଉପହାର, ସମଗ୍ର ପୃଥିବୀକୁ ଭାରତବର୍ଷର ଆଧ୍ୟାତ୍ମିକତାର ଉପହାର ଦେବ। ଏହି କଥା ତାଙ୍କର ଚତୁର୍ଥ ସ୍ୱପ୍ନ ଥିଲା। 5 ନମ୍ବର ସ୍ୱପ୍ନ ଥିଲା ଇଣ୍ଡିଭିଜୁଆଲ ପରଫେକ୍ସନ ଆଣ୍ଡ ପରଫେକ୍ଟ ସୋସାଇଟି। ଇଏ ପୂର୍ଣ୍ଣ ଯୁଗର ଚରମ ଅବସ୍ଥା ବା ରୂପାନ୍ତରୀକରଣ। ଇଣ୍ଡିଭିଜୁଆଲ ପରଫେକ୍ସନ, ପ୍ରତ୍ୟେକ ବ୍ୟକ୍ତି ପରଫେକ୍ଟ ହେବେ ଏବଂ ସମାଜର ମଧ୍ୟ ପରଫେକ୍ସନ ଆସିବ। ଏହି ସମସ୍ତ ପ୍ରଭୁ ଶ୍ରୀ ଅରବିନ୍ଦ ଭିଜନରେ ତାଙ୍କର ଦେଖିଥିଲେ ଏବଂ ତାକୁ ଛାଡ଼ି ଦେଇ ଯାଇଛନ୍ତି ଆମମାନଙ୍କ ଉପରେ। ଏଥିପାଇଁ ଆମେ କ'ଣ କରୁଛୁ, କ'ଣ ନ କରୁଛୁ, ସେଥିପାଇଁ ଦାୟୀ ଆମେ ସମସ୍ତେ। ସିଏ ଦେଖୁଛନ୍ତି, ମୁଁ ଯେଉଁ ସ୍ୱପ୍ନଟିକି ମୋର ଫଲୋଅର୍ସଙ୍କ ହାତରେ, ମୋର ଡିସାଇପଲଙ୍କ ହାତରେ ଦେଇ ଆସିଲି, ସେମାନେ କେତେ କରୁଛନ୍ତି। ଏହି ବିଷୟରେ ତ ଆମେ ସମସ୍ତେ ବିଭିନ୍ନ ଜାଗାରେ ବିଭିନ୍ନ ଭାବରେ ଆଲୋଚନା କରୁଛେ ଏବଂ ଆଜି ଯେଉଁ ଆଲୋଚନାଟି ହେଇଛି ସେଥିରେ ପ୍ରଭୁ କ'ଣ ସବୁ କହିଛନ୍ତି, ଆମେ ତାକୁ ନଟସେଲ୍ ଆଲୋଚନା କରିବା। ଏବଂ ଆମେ ସମସ୍ତେ ଜାଣିଛେ ଡବଲ ସୋଲ୍ ଇନ୍ ମ୍ୟାନ୍ ଲାଇଫ୍ ଡିଭାଇନ୍ର ଚାପ୍ଟର 23, ଲାଇଫ୍ ଡିଭାଇନ୍ ଭଲ୍ୟୁମ୍ 1। ଆଉ ଯଦି ସବୁ ଭଲ୍ୟୁମ୍ ଯାକ ଗୋଟିଏ ଭଲ୍ୟୁମ୍ରେ ଅଛି, ଆମ ଏଇ ଗୋଟିଏ ଭଲ୍ୟୁମ୍ରେ ଅଛି ଚାପ୍ଟର 23। ଶ୍ରୀ ଅରବିନ୍ଦ ଲେଖୁଛନ୍ତି, ଆମେ ପ୍ରଥମେ ଆଲୋଚନା କରିବା
ପ୍ରାଣର ଉତ୍ତରଣ, ପ୍ରାଣ କେମିତି ଉପରକୁ ଉଠିଲା, ବିବର୍ତ୍ତନର ପ୍ରଥମ ପାବଚ୍ଛ ହେଲା ପ୍ରାଣର ଉତ୍ତରଣ। ଦ୍ୱିତୀୟ ପାହାଚଟି ହେଲା ୱିଲ୍ ପାୱାର। এই ୱିଲ୍ ପାୱାରଟି ପ୍ରାଣ ଆସିଲା ପରେ ଆସିଲା, ପ୍ରାଣ ଆସି ଜଡ଼ ଭିତରେ ବନ୍ଦୀ ହେଇକି ରହିଗଲା, ଜଡ଼ ତାକୁ କାରାଗାରରେ ରଖିଲା ଭଳିଆ ବନ୍ଦୀ କରିଦେଲା ପ୍ରାଣକୁ। ପ୍ରାଣ ସେଠୁ ବାହାରକୁ ଆସି କାମ କରିବା ପାଇଁ ଛଟପଟ ହେଲା ଏବଂ ସେ ଯାହା କରିବାକୁ ଆସିଥିଲା ତାହା କରିପାରିଲା ନାହିଁ। ସେଥିପାଇଁ ଆମେ ତାକୁ ବର୍ତ୍ତମାନ ସାବିତ୍ରୀରେ ପଢୁଛେ, ପ୍ରାଣ କେମିତି ବନ୍ଦୀ ହେଇକି ଅଛି। ବର୍ତ୍ତମାନ ଆମର ଆଜିଠାରୁ ଏଇଟା ସରିଲା ପରେ ଆମେ କାଲିଠାରୁ ସାବିତ୍ରୀ ପୁଣି ସବୁ ପଢିବା ଆରମ୍ଭ କରିବା। ଏହା ବିଶେଷ ଅଧିବେଶନ ହୋଇଥିବାରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜନ୍ମବାସରରେ ଆମେ ଏଠିକି ଆଲୋଚନା କରୁଛୁ। ପ୍ରଭୁ କହୁଛନ୍ତି ପ୍ରାଣ ଯେତେବେଳେ ମୁକ୍ତ ହେଲା, ସେ କେମିତି ମୁକ୍ତ ହେଲା ନା ଯୋଉ ବନ୍ଧନରେ ସେ ବନ୍ଧା ହେଇଥିଲା ତାକୁ ସେ ଇନଷ୍ଟ୍ରୁମେଣ୍ଟ ଭାବରେ ୟୁଟିଲାଇଜ କଲା। ଯୋଉ ଜିନିଷରେ ଆମେ ବନ୍ଧା ହେଇକି ଅଛେ, ଆମର ମନ ପ୍ରାଣ ଶରୀର ଯୋଉଠି ବନ୍ଧା ପଡିଛି, ସେଇ ବନ୍ଧନ ପ୍ରକ୍ରିୟାଟିକୁ ଆମେ ଯଦି ଇନଷ୍ଟ୍ରୁମେଣ୍ଟ ଭାବରେ ଆମେ ବ୍ୟବହାର କରୁ, ତାକୁ ମୁକ୍ତ କରିବା, ତାହେଲେ ସେହି କ୍ଷେତ୍ରରେ ପୂର୍ଣ୍ଣଯୋଗଟି ହବ, ଆରମ୍ଭ ହେଇଯିବ। ତେଣୁ ପ୍ରଥମେ ଯେତେବେଳେ ବିବର୍ତ୍ତନର ପ୍ରଥମ ପାହାଚରେ ପ୍ରାଣ ଆସିଲା, ଜଡ଼ ଭିତରେ ପ୍ରବେଶ କଲା ଏବଂ ତା ଭିତରେ ୱିଲ୍ ପାୱାର ଜାଗ୍ରତ ହେଲା ଦ୍ୱିତୀୟ ପାହାଚ ବିବର୍ତ୍ତନର। ଏବଂ ଥାର୍ଡ ପାହାଚରେ, ଥାର୍ଡ ଷ୍ଟେପ୍ସରେ ଆସିଲା ପ୍ରେମ। ଏଇ ସବୁ ପ୍ରଭୁ ଶ୍ରୀରବିନ୍ଦ ଯାହାକୁ ଲେଖିଛନ୍ତି, ପ୍ରାଣ, ୱିଲ୍ ପାୱାର, ଲଭ୍, ଏଗୁଡାକ ସବୁ ଗୋଟେ ଗୋଟେ ଇନଷ୍ଟ୍ରୁମେଣ୍ଟ ବା ଗୋଟେ ଗୋଟେ ଯନ୍ତ୍ର, ଗୋଟେ ଗୋଟେ ଲିଭର, ଏହାକୁ ଲଗେଇକିରି ପରମ ପ୍ରଭୁ ଉପରକୁ ଉଠେଇ ଦଉଛନ୍ତି ଚେତନାକୁ। ଯେତେବେଳେ ପ୍ରେମ ନାମକ ଅପୂର୍ବ ଶକ୍ତିର ଶୁଭାରମ୍ଭ ହେଲା, ଯାହା ମଣିଷକୁ ପ୍ରକୃତରେ ନିଜ ଅଧିକାର ଭିତରକୁ ନେଇଗଲା, କିଛି ଦିନ ପରେ ମଣିଷମାନେ ତାକୁ ନିଜ ଅଧିକାରକୁ ନେଇଗଲେ। ପ୍ରଥମେ ପ୍ରେମ ଯେତେବେଳେ ଆସିଲା, ତାହା ପବିତ୍ର ଥିଲା ଏବଂ ଖୋଲାମେଲା ଥିଲା, ସରଳ ଥିଲା। ତେଣୁ ସେ ସମସ୍ତଙ୍କୁ ଗ୍ରହଣ କରିନେଲା, ନିଜର କଲା। କିନ୍ତୁ ମଣିଷ ଏମିତି ଏକ ସତ୍ତା ଜୀବ, ସିଏ ତାକୁ ଯିଏ ଭଲ ପାଇଲା ତାକୁ ସିଏ ସବୁଦିନେ ତା ଘରେ ରଖିବା ପାଇଁ ଇଚ୍ଛା କଲା, ତାକୁ ବାନ୍ଧିକି ରଖିବାକୁ ଚାହିଁଲା। ତେଣୁ ତାକୁ ନିଜ ଅଧିକାରକୁ ନେଇଗଲା। ଆମେ ସବୁ ନେଇଗଲେ ପ୍ରେମକୁ ନିଜ ଅଧିକାରକୁ। ଆମର ସବୁବେଳେ ଆମ କାମରେ ପ୍ରତିଫଳିତ ହେଲା, ଗୁଡ଼ାଏ ଜିନିଷ ଆମ ଅଧିକାରକୁ ନେଇ ଆସିଲେ, ଆକ୍ୱାର କରିଗଲେ ଗୁଡ଼ାଏ, ଆମେ ବୋଧହୁଏ ଭଲରେ ଚଳିବା। ଏହି ପ୍ରେମର ଏକ ବିକାରଗ୍ରସ୍ତ ରୂପକୁ ଆମେ ଗ୍ରହଣ କରି ନିଜେ ଭଲରେ ଚଳିବା କାମରେ ଲଗେଇ, କିନ୍ତୁ ଯେତେବେଳେ ପ୍ରେମ ଅନ୍ୟ ଅଧିକାରକୁ ଚାଲିଗଲା, ଅର୍ଥାତ୍ ଆମ ଅଧିକାରକୁ ଚାଲି ଆସିଲା, ସେଥିରୁ ଆନନ୍ଦ ମିଳିଲା। ଆମେ ଯାହା ଅନୁଭବ କରୁଛେ ବର୍ତ୍ତମାନ, এই ଶ୍ରୀ ଅରବିନ୍ଦଙ୍କ ଏହା ଲେଖିଛନ୍ତି ଲାଇଫ ପାଇଁ। ଏବଂ এই ତୃତୀୟ ସୋପାନରୁ ଯୋଉଠି ପ୍ରେମ ଆସିଲା, ଏ ଅନ୍ୟର ଅଧିକାରକୁ ଚାଲିଯିବାରୁ ବା ଆମେମାନେ ତାକୁ ଆଣି ଆମ ଘର ଭିତରେ ବନ୍ଦ କରି ରଖିଦେବାରୁ ସଂଘଟିଏ ଗଢ଼ିବାର ଆଇଡିଆ ଆମ ଭିତରେ ଆସିଲା ଯେ ଆମେ ଯଦି ଏକାଠି ହେଇକି ସଂଘଟିଏ ଗଢ଼ନ୍ତୁ, ଏଇ ପ୍ରେମ ବୋଧହୁଏ ଆମ ପାଖରେ ସବୁଦିନ ପାଇଁ ବନ୍ଦୀ ହେଇ ରହିଯାଆନ୍ତା। ସେଥିପାଇଁ ଆସୋସିଏସନ ଗଢ଼ିଲେ, ସଂଘ ଗଢ଼ିଲେ, ପରସ୍ପରକୁ ଭେଟାଭେଟି ହେଲେ ଏବଂ এই ପରସ୍ପରକୁ ଭେଟାଭେଟି ଭାବର ଆଦାନ ପ୍ରଦାନ କଲେ, ହ୍ୟାଣ୍ଡଶେକ୍ କଲେ, ପରସ୍ପରକୁ କୋଳାକୁଳି ବି ହେଲେ,
এইଥିରୁ ଆରମ୍ଭ ହେଇଗଲା ଆଦିମ ପ୍ରେମର ଜନ୍ମ। କାରଣ ଆମେ ତାକୁ ନିଜର କରି ନେବା ପାଇଁ ଇଚ୍ଛା କରି ଆମ ଘର ଭିତରେ ବନ୍ଦୀ କଲେ ଏବଂ ସେତେବେଳେ ଜାଣି ଆମେ ନିଜକୁ ସମର୍ପିତ କରିଦେଇ ଯେତେବେଳେ ଯାଏ ଆମେ ନିଜକୁ ସମର୍ପିତ କରିଦେଇ ନାହିଁ ପ୍ରେମ ପାଖରେ ଏବଂ ପ୍ରେମକୁ ସବୁବେଳେ ଆମ ଅଧିକାରରେ ରଖିବା ପାଇଁ ଇଚ୍ଛା କରେ, ତାହେଲେ ପ୍ରେମ କାମ କରିପାରେ ନା। ନିଜକୁ ଦେଇଦେବା, ସମର୍ପି ଦେବା ଏବଂ ପ୍ରତି ବଦଳରେ କିଛି ନ ଚାହିଁବା ହେଉଛି ଐକ୍ୟ ଭାବର ବା ୟୁନିଟିର ବା ମିଳନ ଭାବର ପ୍ରତିକ୍ରିୟା। ଏଇ ଦେଇଦେବା, ସମର୍ପି ଦେବା, କିଛି ନ ଚାହିଁବା, ଏଇଟି ହେଉଛି ବିବର୍ତ୍ତନର ଚତୁର୍ଥ ସୋପାନ। ପୁନଶ୍ଚ ପ୍ରଭୁ ଶ୍ରୀ ଅରବିନ୍ଦ କହୁଛନ୍ତି ଏହି ମିଳନ ପ୍ରକ୍ରିୟା କେବଳ ଅଧିକତର ଦିବ୍ୟ ସ୍ତରରେ ସଂଗଠିତ ହୋଇଥାଏ। ଯାହାକୁ ଯଦି ଦିବ୍ୟ ସ୍ତରର କଥା ଉଠିଲା, ତାକୁ ପ୍ରଭୁ ଗୋଟେ ନୂଆ ନାଁ ଦେଲେ ଅତିମାନସ ସ୍ତର। ଏବଂ ସେଇ ଅତିମାନସ ସ୍ତର ହେଉଛି ଦ ରାଇଜିଂ ଆସେଣ୍ଟ ଅଫ ଡିଲାଇଟ୍ ବା ଦିବ୍ୟ ଆନନ୍ଦର ଊର୍ଦ୍ଧ୍ୱମୁଖୀ ଗତି। এই ଟର୍ମ ଗୁଡ଼ିକ ପ୍ରଭୁ ଲେଖିଛନ୍ତି। ଆମେ ଏଇ ଟର୍ମ ଗୁଡ଼ିକ ଯଦି ଅଧିକ ସମୟ ପାଇଁ ଅଧିକ ପରିମାଣରେ ଆକ୍ୱେଣ୍ଟେଡ ନ ହେବା, ତାହେଲେ ପୂର୍ଣ୍ଣ ଯୋଗ କରିବାଟା ସହଜ ସାଧ୍ୟ ହେବ ନା। ଅନ୍ୟ ଯୋଗ ଆମେ କରିପାରୁ। ତେଣୁ ଯେତେବେଳେ ଆମେ ଦେଖୁଛେ ଊର୍ଦ୍ଧ୍ୱରେ ଯାହା ସବୁ ଅଛି, ନିମ୍ନରେ ତାର ଏକ ତଦନୁରୂପ ନିମ୍ନ ସ୍ୱରୂପ ରହିଛି, ଯାହାକୁ ଡୁଏଲ କଥା କହୁଛନ୍ତି, ଡୁଏଲ ସୋଲ ଇନ୍ ମ୍ୟାନ୍। ଉପରେ ଆମେ ତ ଉପର କଥା ସବୁ ଦେଖିଲେ ସୋଲ ଅଛି, ଡିଜାୟାର ସୋଲ ଅଛି, ସାଇକିକ ବିଙ୍ଗ ଅଛନ୍ତି, ତାପରେ ପୁଣି ରିଅଲ ସୋଲ ଅଛନ୍ତି, ତାପରେ ସେଲ୍ଫ ଅଛନ୍ତି, ତାପରେ ଯାଇକି ସ୍ପିରିଟ ଅଛି। ଆମେ ତ ସମସ୍ତଙ୍କୁ ଆତ୍ମା ଧରି ଜୀବାତ୍ମା ପରମାତ୍ମା। ସାଇକିକ ବିଙ୍ଗ ଆମର ସଂସ୍କୃତି ଭିତରେ ଏତେ ଖୋଲାମେଲାରେ ବୁଲି ନାହାନ୍ତି ଏପର୍ଯ୍ୟନ୍ତ। ଯେମିତି ଶ୍ରୀ ଅରବିନ୍ଦ ସେଇ ଶକ୍ତିଟିକୁ ଆମ ଭିତରେ ବୁଲଉଛନ୍ତି। ଏବଂ ଏ ଡୁଏଲ କଥାଟି କ'ଣ? ଉପରେ ଯଦି କନସିୟସ ଫୋର୍ସ ଅଛି ସତ୍ ଚିତ୍ ଆନନ୍ଦ, ସେଇ କନସିୟସ ଫୋର୍ସ ଏଠିକି ଯେତେବେଳେ ନିମ୍ନ ରୂପକୁ ଆସି ଯାଉଛନ୍ତି, ପ୍ରୋଜେକ୍ଟରେ ହେଇଯାଉଛନ୍ତି, ଆମେ ବୁଝିପାରିଲା ଭଳିଆ ଅବସ୍ଥାକୁ ବା ଆମେ କାମରେ ଲଗେଇଲା ଭଳିଆ ଇନ୍ଷ୍ଟ୍ରୁମେଣ୍ଟଟିଏ ହେଇକି ଆସୁଛନ୍ତି, ତାକୁ ଆମେ କହୁଛୁ ଲାଇଫ ଫୋର୍ସ। ସେଟା ହେଉଛି ଶକ୍ତି। ଏବଂ ଯେତେବେଳେ ଆମେ ସଚିଦାନନ୍ଦକୁ ଏଠିକି ନେଇ ଆସିଲେ, ତାଙ୍କୁ ଡିଗ୍ରେଡ କରିଦେଇକିରି, ତାଙ୍କୁ ଟିକେ ଚଛାଚଛି କରିଦେଇକିରି, ତାକୁ ପ୍ରୋଜେକ୍ଟେଡ କରେଇଦେଲେ, ତାଙ୍କୁ ବାହାରକୁ ଯେମିତି ଛାତ ପ୍ରୋଜେକ୍ଟ ହେଇଯାଏ, ସେତେବେଳେ ଚିତ୍ ଶକ୍ତି ଏବଂ ସତ୍ ଏବଂ ଚିତ୍, ସତ୍ ହେଇଗଲେ ଅସତ୍ ବା ସତ୍ୟର ବିକାରଗ୍ରସ୍ତ ରୂପ ଏବଂ ଚିତ୍ ବା ଶକ୍ତି ହେଇଗଲେ ପ୍ରାଣ। ଉପରେ ଯେଟା ସୁପର ମାଇଣ୍ଡ ବୋଲି କୁହାଯାଉଛି, କାରଣ ଆମର ସପ୍ତ ଲୋକ କଥା ଯେତେବେଳେ ଆସିଲା, ସତ୍ ଚିତ୍ ଆନନ୍ଦ, ତାପରେ ସୁପର ମାଇଣ୍ଡ ଅତି ମାନସ ବା ବିଜ୍ଞାନ, ତାପରେ ଆସିଲା ମନ ପ୍ରାଣ ଶରୀର। ମନ ପ୍ରାଣ ଶରୀର ତିନି, ଏଇଟା ହେଲା କ'ଣ ନା ନିମ୍ନ ସ୍ୱରୂପ। ଅତି ମାନସ ମଧ୍ୟ ସ୍ୱରୂପ, ତା ଉପରକୁ ଊର୍ଦ୍ଧ୍ୱ ସ୍ୱରୂପ ରହିଲା, ଊର୍ଦ୍ଧ୍ୱରେ ବାସ୍ତବ ସ୍ତର ରହିଲା ସଚିଦାନ। ପ୍ରଭୁ ଶ୍ରୀ ଅରବିନ୍ଦ ଏହାକୁ କରିଛନ୍ତି ଦ୍ୱୈତ ସୋଲ ମଣିଷ ଭିତରେ ବୋଲି କହୁଛନ୍ତି। ଉପରେ ସଚିଦାନନ୍ଦ, ମଝିରେ ସୁପର ମାଇଣ୍ଡ
सुपर माइंड रो निम्न रूपटी है माइंड। जदि सुपर माइंड एटी माइंड रे परिणत होती श्री अरविंद कहते माइंड भितर निश्चय सुपर माइंड रो मंडी अच्छी अंश अच्छी बीज अच्छी सी चाहिए पुणी से चल जाए या धरिक प्रभु श्री अरविंद ट्रांसफॉर्मेशन कथा कहते जी प्रोजेक्ट है आगु को सी कौन छातर अंश नुहे से बाटे चढ़ी जड़े कौन छात को जापरि तेणु सुपर माइंड एटी विकारग्रस्त रूप है मन। तापर कहते सत बा एक्जिस्टेंस सत सतर प्रकृत अर्थ हूँ एक्जिस्टेंस चित है शक्ति प्राण सुपर माइंड है मन एवं एक्जिस्टेंस बा सत शक्ति टी है सच्चिदानंद सत फिजिकल मैटर से मैटर तेणु ओपरे डुअल सोल अर्थ ओपरे जो सच्चिदानंद सुपर माइंड रहिले निम्न आसिक मन प्राण शरीर रहिले तार तो मन प्राण शरीर प्रभु श्री अरविंद कहते जदि से आई से जीवन कहीं से कथा घटी चली सत चित सुपर माइंड आसीगला तार प्रतिनिधि सब ये मन प्राण शरीर कि आनंद कुआड़े गले सच्चिदानंद जो आनंद स्वरूप सत चित आनंद तीन टा है ना त्रिगुण तीन रूपे ज्योति ब्रह्म प्रकाश आनंद कुआड़े गले ताले श्री अरविंद कहते बट व्हाट ऑफ आनंद ताहले आनंद टी क्यों अच्छी आमर क्यों अक्षटी परम प्रभुंकर आनंद आस्पेक्ट रो तदनुरूप आम भितर कौ अंशटी हूँ से आनंदर प्रोजेक्शन से प्रकार कौ अंश श्री अरविंद कहते आम भितर चैत्य पुरुष करेस्पॉन्ड्स टू दी ब्लिस चैत्य पुरुष संपर्क में प्रभु श्री अरविंद लाइफ डिवाइन सावित्री सिंथेसिस प्रयोग जिते लिखिं चैत्य पुरुष संपर्क एत कथा कहते चैत्य पुरुष तार व्यवहार कौन आम जान नी सी आम भर अच्छा कि ना से विषय आम अनभिज्ञ थे केवल श्री अरविंदर यही पूर्णयोगर तत्व टी पाठ कला चैत्य पुरुष गुरुत्व को आम अनुभव कर तेणु चैत्य पुरुष करेस्पॉन्ड्स टू दी ब्लिस चैत्य पुरुष जानिले ब्लिस भी जाना आम खाली आनंद आनंद पछरे गोड़े आनंद मिल कारण आनंदर स्वरूप ये चैत्य पुरुष सी भितर अच्छा बाहर आनंद बुलूची आम बाहर बाहर जहाँ जो आनंद कहचे चैत्य पुरुष तार धार धारती ना प्रकृत में इनफैक्ट आम भितर जिते सब सूक्ष्म जिनस अच्छा से समस्त द्वितीय टी हूँ सेकेंड आस्पेक्ट हूँ इनर रियल एवं तार एक्सटर्नल डबल भितर जो जिनसटा रियल बाहर एक्सटर्नल रे तार जो रूप ताको कह इनर रियल डबल रूप Goodbye. आमर माइंड अच्छी इनर माइंड अच्छी तार गोटे एक्सटर्नल माइंड अच्छी आमर इनर लाइफ बा प्राण अच्छी पुणी आउटर लाइफ और लिमिटेड प्राण शक्ति रही आमर गोटे सटल फिजिकल बा सूक्ष्म शरीर अच्छी बाहर आम जो शरीर को देखुचे हाथ मारुचे स्पर्श करें दैट इज फिजिकल मटेरियल प्लेन भितर ट्रू सोल ट्रू साइकिक प्रिंसिपल अच्छा बाहर डिजायर सोल अच्छा डिजायर सोल बा इगो सोल श्री अरविंद कहते डिजायर सोल को
ଯେତେ ଅନୁଭୂତି ହୁଏ, ଯେହେତୁ ତା ଭିତରେ ଅହଙ୍କାର ମିଶିକିରି ଥାଏ, ସେ ଅନୁଭୂତି ଗୁଡାକ ଡିଜାୟାର ସୋଲ ଯନ୍ତ୍ରଣା ଦିଏ ଏବଂ ତାକୁ ଆମେ ପେନ୍ କହୁ, ଆମେ ଯାହାକୁ ପ୍ଲେଜର କହୁଛୁ, ଡିଜାୟାର ସୋଲରେ ତାହା ପେନ୍ ବା ଇଣ୍ଡିଫରେଣ୍ଟ। ଏ ଡିଜାୟାର ସୋଲ ନିଜେ କୌଣସି କଥାରେ ଆନନ୍ଦିତ ହୋଇପାରନ୍ତି ନାହିଁ। ଡିଜାୟାର ସୋଲକୁ ନେଇକରି ବଞ୍ଚୁଥିବା ମଣିଷଟିଏ ସବୁବେଳେ ଗୋଟେ ହୁତାଶିଆ ଜୀବନଟିଏ କଟଉଥାଏ। କୌଣସି କଥାରେ ତା ମୁହଁରେ ହସ ଫୁଟିବନି, କୌଣସି କଥାରେ ସେ ଖୁସି ହବନି, କାରଣ ଡିଜାୟାର ସୋଲ ପ୍ରକୃତି ବା କାମନା ବାସନା ଚରିତାର୍ଥ ପାଇଁ ସେ ସୋଲଟି କାମ କରେ। କେବଳ ଇନର ସୋଲ, ସାଇକିକ ବି ଏଇ ଯୋଉ ଅନୁଭୂତି ମାନେ ଆସେ, ତାରି ଭିତରୁ ଡ୍ର ଦ ଟ୍ରୁ ସାପ ଅଫ ଡିଲାଇଟ। ସାପ ମାନେ ହଉଛି ରସ। ଅସ୍ମୋସିସ ପଦ୍ଧତିରେ ଗଛ ଯୋଉ ମାଟିରୁ ରସ ଟାଣିକିରି ପତ୍ର ଫୁଲକୁ ଯୋଗାଏ, ତାକୁ କହନ୍ତି ସାପ। ସେମିତି ସାଇକିକ ବି ଡିଜାୟାର ସୋଲ ବା କାମନା ବାସନାରେ ପରିପୂର୍ଣ୍ଣ ହୋଇଥିବା ଆତ୍ମାଟି, ଆମେ କହୁନି ଏଇଟା ମୋ ଆତ୍ମା, ମୋ ଆତ୍ମାକୁ ବାଧିଲାଣି, ଡିଜାୟାର ସୋଲକୁ ବାଧେ, ପ୍ରକୃତ ସୋଲକୁ ବାଧେ ନେଇକି ସାଇକିକ ବି ବାଧେ। ସାଇକିକ ବି ବାଧେ, କିନ୍ତୁ ଅନ୍ୟ ପ୍ରକାର ବାଧା ଆସେ। ତେଣୁ ସାଇକିକ ବି ଆମକୁ ଜୀବନର ପ୍ରକୃତ ସ୍ୱାଦ ଚଖାଏ, ଡିଜାୟାର ସୋଲ ଚଖାଇ ପାରେ ନାହିଁ। এই ଅଧ୍ୟାୟରେ ପ୍ରଭୁ ଆଉ ଗୋଟେ ସୋଲର କଥା କହୁଛନ୍ତି, ସବଲିମିନାଲ ସୋଲ। এই ସବଲିମିନାଲ ସୋଲଟି ହଉଛି କଣ? ଡିଜାୟାର ସୋଲ ବା କାମନା ବାସନାରେ ପରିପୂର୍ଣ୍ଣ ହୋଇକରି ଥିବା ଆତ୍ମା କୌଣସି ଅନୁଭୂତିର ଚରମ ପଏଣ୍ଟ ପର୍ଯ୍ୟନ୍ତ ଯାଇପାରେନି ବା ଆବସଲ୍ୟୁଟ ନୁହଁ। ତାର ଆନନ୍ଦ ତ ନାହିଁ, ଯନ୍ତ୍ରଣାର ଶେଷ ସୀମା ପର୍ଯ୍ୟନ୍ତ ଯିବା ପାଇଁ ମଧ୍ୟ ସେ ତାର କ୍ଷମତା ନାହିଁ। ସୋଲ ଯାହା ଅନୁଭବ କରେ, ଆମର ଅନ୍ତରାତ୍ମା ବା ଇନର ସୋଲ ତାଠାରୁ ଅଲଗା ଅନୁଭବ କରନ୍ତି। ଇନର ସୋଲକୁ ପ୍ରଭୁ ଶ୍ରୀ ଅରବିନ୍ଦ ଲାଇଭ ଡିଭାଇନ ଏ ଅଧ୍ୟାୟରେ କହିଛନ୍ତି ସବଲିମିନାଲ ସୋଲ ମଧ୍ୟ ତାକୁ କୁହାଯାଇପାରେ, ଆଲୋକିତ ଅଞ୍ଚଳରେ ଥିବା ଆତ୍ମା। ଏଇଗୁଡାକ ସବୁ ଆମ ଭିତରେ ଅଛି। ଏଇ ଟର୍ମିଲୋଜି ଗୁଡାକ ଶ୍ରୀ ଅରବିନ୍ଦ ଆମକୁ ଲାଇଭ ଡିଭାଇନରେ ଲେଖିକିରି ଆମ ଆଗରେ ପରିବେଷଣ କରି ଆମେ ପାଠ ପଢଉଛନ୍ତି। ଏଇ ବିଷୟରେ ଆମେ ଯଦି ଟିକେ ଚିନ୍ତା କରିବା, ତାହେଲେ ଆମେ ପୂର୍ଣ୍ଣ ଯୁଗର ଭଣ୍ଡାର ଭିତରକୁ ପଶିବା, ନହେଲେ ହବନି। ଏ ଟର୍ମିଲୋଜି ଗୁଡାକ ସେ କାହିଁକି ଲାଇଭ ଡିଭାଇନ ଲେଖିଲେ, ସାବିତ୍ରୀ ଲେଖିଲେ, ତାର କାରଣ ହଉଛି ମଣିଷକୁ ପରିବର୍ତ୍ତନ କରିବାକୁ ହେଲେ ଏଇ ଜିନିଷ ସହିତ ତାର ସମ୍ପର୍କ ସିଏ ରକ୍ଷା କରିବା ଉଚିତ। ଏବଂ ଯେତେବେଳେ ସବଲିମିନାଲ ସୋଲ ଟେକ୍ସ ଇକ୍ୱାଲ ଡିଲାଇଟ ଇନ୍ ଅଲ୍, ପ୍ରତ୍ୟେକ ଜିନିଷ ଆମକୁ ଖରାପ ଲାଗୁ ଭଲ ଲାଗୁ, ଆମକୁ ଡିଲାଇଟ ଲାଗୁ କି ଯନ୍ତ୍ରଣା ଲାଗୁ, ପେନ୍ ଲାଗୁ, କିନ୍ତୁ ସବଲିମିନାଲ ସୋଲକୁ ପେନ୍ଟା ମଧ୍ୟ ଡିଲାଇଟ ଭଳିଆ ଲାଗିବ। ଜଣେ ଯଦି ସବଲିମିନାଲ ସୋଲ ଭିତରେ ରହିଯାଏ, ଯେତେ ଯନ୍ତ୍ରଣା ହେଲେ ବି ତାକୁ ଜଣା। ସମସ୍ତଙ୍କ ଭିତରେ ସମ ପରିମାଣରେ ସବଲିମିନାଲ ସୋଲ ଆନନ୍ଦ ଉପଭୋଗ କରିଥାନ୍ତି। ଇଭିନ୍ ପ୍ରଭୁ ଲେଖୁଛନ୍ତି, when the desired soul receives an experience as painful, it is registered inside by the true soul or subliminal soul as the experience of delight. ये चमत्कार कथा। ଆମର ଡିଜାୟାର ସୋଲ, କାମନା ବାସନା ପୂର୍ଣ୍ଣ ହୋଇକି ରହିଥିବା ଆତ୍ମାଟି ଯୋଉ ଅନୁଭବ ପାଏ, ସେ ଅନୁଭୂତି ଯଦି ପେନଫୁଲ ହେଇଥାଏ,
ସେହି ପ୍ରକାର ଅନୁଭୂତି ଯଦି ସବଲିମିନାଲ ସୋଲଙ୍କ ପାଖରେ ପହଞ୍ଚେ ସେ ଆନନ୍ଦ ଖୁସି ହୁଏ। ତା ସହ ପ୍ରଭୁ କହୁଛନ୍ତି ସବଲିମିନାଲ ସୋଲକୁ ସମସ୍ତେ ଯାଅ, ସେଠି ଯନ୍ତ୍ରଣା ନାହିଁ। ତେଣୁ ଆମ ବାହ୍ୟ ସତ୍ତା ଯେଉଁ ସବୁ ରିଆକ୍ସନ କରେ, ଦ ଇନର ସୋଲ ବା ଅନ୍ତରାତ୍ମା ସେ ସବୁକୁ ଅର୍ଥାତ୍ ପ୍ରତ୍ୟେକ ଅନୁଭୂତିରୁ ତାହା ପେନଫୁଲ ହେଇଥାଉ ଏନ୍ଜୟବୁଲ ହେଇଥାଉ ନା କାହିଁକି ସେଥିରୁ ପ୍ରକୃତ ରସ ଆସ୍ୱାଦନ କରିଥାଏ। ଇନ୍ ଟର୍ମସ ଅଫ୍ ଡିଲାଇଟ୍ ଆନନ୍ଦମୟ ସ୍ୱରୂପରେ ଏବଂ ତାହାରି ଦ୍ୱାରା ତାଙ୍କର ବୃଦ୍ଧି ଘଟିଥାଏ। କାହାର ନା ଇନର ସୋଲ ବା ସବଲିମିନାଲ ସୋଲ। ପ୍ରଭୁ ଶ୍ରୀ ଅରବିନ୍ଦ କହୁଛନ୍ତି ଏକଥା ସତ ଯେ ସେ ପର୍ଯ୍ୟନ୍ତ ଯେଉଁ ପର୍ଯ୍ୟନ୍ତ ଆମର ଡିଜାୟାର ସୋଲ ବା କାମନା ଆତ୍ମା ଉପରେ ଆମେ ନିର୍ଭର କରୁଥାଉ ସେ ପର୍ଯ୍ୟନ୍ତ ଆମେ ଯନ୍ତ୍ରଣା ଭୋଗୁଥାଉ। If one brings the real soul forward, it is possible to have a kind of impersonal delight in all experience. ସବୁଥିରେ ଆମ ବାହ୍ୟ ଜୀବନରେ ଆମେ ଇନର ସୋଲ ଆମେ ଚୈତ୍ୟ ପୁରୁଷଙ୍କର ଝଲକ ଦେଖିପାରିବା। ଏକ ନିର୍ଦ୍ଦିଷ୍ଟ ହାଇ ମୁଭମେଣ୍ଟ ବା ଉଚ୍ଚତର ମୁହୂର୍ତ୍ତରେ ଅପା ଭାଇମାନେ ବେଳେବେଳେ ଆପଣମାନଙ୍କର ମଧ୍ୟ ଏହି ଇନର ସୋଲକୁ ଦର୍ଶନ କରିବାର ସୌଭାଗ୍ୟ ମିଳିଥିବ, ଜାଣାନ୍ତର ହଉ ବା ଅଜାଣତରେ, କିନ୍ତୁ ନିଶ୍ଚୟ ହବ। ତାର ଉଦାହରଣ ହେଲା ଆମକୁ ଯଦି ଭୟଙ୍କର ରୂପ ପ୍ରକୃତି ଦେଖେଇଲା, ମହାବାତ୍ୟା, ଭୂମିକମ୍ପ, ବନ୍ୟା, ଏଇ ଯୋଉ ହେଲା ଆମର ଯୋଉ ମହାମାରୀ ହେଇଥିଲା କରୋନା, ଏଗୁଡାକ ସବୁ କରୋନା ଯେତେବେଳେ ଆରମ୍ଭ ହେଲା ସେତେବେଳେ ସମ୍ବାଦମାନ ପରିବେଷଣ କରାଗଲା ଏ ପୃଥିବୀ ପୃଷ୍ଠରୁ 70% ମଣିଷ ମରିଯିବେ, କେତେ ଲୋକ ହତାଶ ହେଇଗଲେ। ଏଗୁଡା ସବୁ ଡିଜାୟାର ସୋଲର କାମ। କିନ୍ତୁ ଯେଉଁମାନେ ପ୍ରକୃତି ପ୍ରେମୀ, ଯେଉଁମାନେ ସବଲିମିନାଲ ସୋଲକୁ ଜାଣନ୍ତି, ସେମାନେ ତାକୁ ଭଲ ଭାବରେ ନିରୀକ୍ଷଣ କଲେ। ଭଲ ଭାବରେ ନିରୀକ୍ଷଣ କରିକି ତାର ଫଟୋ ଉଠେଇଲେ ବା ଚିତ୍ର ଆଙ୍କିଲେ। ଆପଣ ଦେଖିବେ ମହାବାତ୍ୟା 1999 ହେଇଥିଲା, ତାର ପେଣ୍ଟିଂ ଯିଏ କରିଥିଲେ ତାକୁ ଲକ୍ଷ ଲକ୍ଷ ଡଲାରରେ ତାକୁ ବିକିଲେ। ତାକୁ ସେ ମହାବାତ୍ୟାକୁ ଏମିତି ପେଣ୍ଟିଂ କରି ତାକୁ ଦେଖିଲେ ଜଣେ ଆଶ୍ଚର୍ଯ୍ୟ ହବ, ଚକିତ ହବ, ଆନନ୍ଦିତ ବି ହବ। ଏମିତିଆ ହେଇଥିଲା କି? ବାତ୍ୟା ଯେତେବେଳେ ଆସୁଛି ତା ଆଖି, ସେ ଆଖି ସମ୍ପର୍କରେ ଗବେଷଣା ହେଲା। ସାଧାରଣ ମଣିଷ ଯେଉଁଥିରୁ ଭୟ ପାଇଁ ମୁହଁ ଫେରେଇ ନେଇଥାଏ, ଯୋଉ ଲୋକଟି ଅସାଧାରଣ ବା ଯିଏ ସବଲିମିନାଲ ସୋଲ ଭିତରେ ରହିଥାଏ ତାକୁ ସେଟା ଭଲ ଲାଗିଥାଏ। ସମସ୍ତ ବିଭତ୍ସ ଭୟଙ୍କର ଦୃଶ୍ୟକୁ ସେ ତାର ତୁଳି ରଙ୍ଗ ଏବଂ ତୁଳି ମୁନରେ ରୂପ ପ୍ରଦାନ କରି ଏକ ଅନବଦ୍ୟ କଳାକୃତି ସୃଷ୍ଟି କରିଥାଏ ଏବଂ ଜଗତରେ ଚହଳ କରି ପକାଇ ଦେଇଥାଏ। କାରଣ ଅନ୍ତଃସ୍ଥଳରେ ସ୍ଥିତ ଏକ ବୃହତ୍ତର ଗଭୀରତର ଚେତନାକୁ ସେଠାରୁ ବାହାର କରି ଆଣି ସମ୍ମୁଖରେ ସିଏ ଥୋଇଥାଏ। ଇଏ ହେଲା ସବଲିମିନାଲ ସୋଲର ପ୍ରକୃତି। ତାପରେ ପ୍ରଭୁ ଶ୍ରୀ ଅରବିନ୍ଦ ସାଇକିକ ପ୍ରିନ୍ସିପଲ କଥା କହିଛନ୍ତି। ହାଉ ସାଇକିକ ଇଜ ଡିଫରେଣ୍ଟ ଫ୍ରମ ସେଲ୍ଫ ସେ କଥା ବି କହିଛନ୍ତି। ବର୍ତ୍ତମାନ ଆମର ସମୟ ଅଳ୍ପ ଥିବାରୁ ଆମେ ଟିକେ ସାଇକିକ ବିଙ୍ଗ ସମ୍ପର୍କରେ ମା କଣ କହିଛନ୍ତି, ଆମେ ସାଇକିକ ବିଙ୍ଗଟା ବର୍ତ୍ତମାନ ଇମ୍ପୋର୍ଟାଣ୍ଟ। ମା କଣ କହିଛନ୍ତି ସେ କଥାଟି ଆଲୋଚନା। ମା ତାଙ୍କର କ୍ୱେଶ୍ଚିନ୍ ଆନ୍ସରରେ କି ପ୍ରଶ୍ନ ପଚାରିଲେ ମା ଉତ୍ତର ଦିଅନ୍ତି, ବହି ଅଛି ଆପଣମାନେ ଦେଖିଥିବେ। ମା କହୁଛନ୍ତି ସାଇକିକ weeping takes place usually when the psychic purity is offended. ସାଇକିକ ବିଙ୍ଗର ଗୋଟେ ପ୍ୟୁରିଟି ଅଛି। ଆମେ ଯେତେବେଳେ ସାଇକିକ ବିଙ୍ଗକୁ ଅଫେଣ୍ଡ କରୁ, ଅଫେଣ୍ଡ କରିବା ଅର୍ଥ ଜାଣିଛନ୍ତି,
ନିନ୍ଦା କରୁ ତାକୁ ଅସୁବିଧାରେ ପକଉ। ଇଏ କଣ ଶ୍ରୀ ଅରବିନ୍ଦ କହିଛନ୍ତି ଆମ ଭିତରେ ଅଛି କି ନାହିଁ ତ ସନ୍ଦେହ, ତା କଥା କାହିଁ ଆମେ ଏତେ ପଢିବା। ସେ ଅଫେଣ୍ଡେଡ୍ ହୁଏ। ଯେତେବେଳେ ସେ ଅଫେଣ୍ଡେଡ୍ ହୁଏ, ସାଇକି ଫିଲ୍ସ ସ୍ୟାଡ୍, ସାଇକି ଦୁଃଖିତ ହୁଏ। ମା କହୁଛନ୍ତି ସାଇକି ମଧ୍ୟ ୱିପ୍ କରେ, କାନ୍ଦେ। ଆପଣ କହନ୍ତିନି ମୋ ଆତ୍ମାକୁ ବାଧିଛି ଏବଂ ମୋ ଭିତରେ ମୋ ଆତ୍ମା କାନ୍ଦି କାନ୍ଦିକିରି ଗଡ଼ି ଯାଉଛି। ମୁଁ ସ୍ୱପ୍ନ ଦେଖୁଛି ମୋ ଆତ୍ମା ଆଖିରେ ଲୁହ ଝରଝର ହୋଇ ବୋହି ପଡୁଛି। ସାଇକି ଆମେ ତାକୁ ଅଫେଣ୍ଡେଡ୍ କରୁଛୁ। ମା ଲେଖିଛନ୍ତି କଥା ଯେ ସାଇକିକ ପ୍ୟୁରିଟି ଇଜ ଅଫେଣ୍ଡେଡ୍ ଯେତେବେଳେ ହେଇଯାଏ, ଏ ସାଇକିକ ଫିଲ୍ ସ୍ୟାଡ୍। ପୁନଶ୍ଚ ଚୈତ୍ୟ ପୁରୁଷ ଯେତେବେଳେ ଅନୁଭବ କରନ୍ତି ଯେ ସେ ଦିବ୍ୟ ଉତ୍ସ ବା ଡିଭାଇନ୍ ସୋର୍ସରୁ ବିଚ୍ଛେଦ ହୋଇଯାଇଛନ୍ତି, ମୁଁ ସିନା ଏଇ ଲୋକଟିର ଅନ୍ତର ଜୀବନରେ ସାଇକିକ ବିଙ୍ଗ ରହିଛି, କିନ୍ତୁ ସେ ପରା ମୋତେ ମୂଳ ଉତ୍ସଠୁ ଅଲଗା କରିସାରିଲାଣି, କିଛି ଚିନ୍ତା କରୁନି ସେ ବିଷୟରେ। ସିଏ ଯେତେବେଳେ ଏଇ କଥାଟି ତାଙ୍କ ମୁଣ୍ଡ ଭିତରେ ପଶିଯାଏ, ସାଇକିକ ବିଙ୍ଗ ଗୋଟେ ପର୍ସନିଫାଇଡ୍ କରିଦିଆଯାଉ, ସେତେବେଳେ ସେ ଅନୁଭବ କରନ୍ତି ମୁଁ ପରମ ପ୍ରଭୁଙ୍କ ଠାରୁ ଅଲଗା ହେଇଯାଇଛି। ଏବଂ ଏହି ଦୁଃଖର ଅନୁଭବ ତାଙ୍କ ଭିତରେ ଯେତେବେଳେ ଆସେ, ସେ ଭାବପ୍ରବଣ ହେଇ ପଡ଼ନ୍ତି। ଏପରି ମଧ୍ୟ ବେଳେ ବେଳେ ହୁଏ ଯେତେବେଳେ ଆମେ ହଠାତ୍ ଇମ୍ପ୍ୟୁରିଟି ଲିମିଟେସନ ଅର୍ଥାତ୍ ଅଶୁଦ୍ଧତାର ସଂକୀର୍ଣ୍ଣ ବଳୟରୁ ମୁକ୍ତ ହେଇଯାଉ। ଯେତେବେଳେ ଆମେ ତାକୁ ଅଫେଣ୍ଡ କରୁ ସେ କାନ୍ଦନ୍ତି, କିନ୍ତୁ ଯେତେବେଳେ ଆମେ ଇମ୍ପ୍ୟୁରିଟି ଭିତରେ ଥାଉ, ଅଶୁଦ୍ଧତା ଭିତରେ, ଆମେ କୌଣସି କାରଣରୁ ମାଙ୍କୁ ଡାକିକିରି ହଉ, ପ୍ରାର୍ଥନା କରିକିରି ହଉ, କିଛି ଗୋଟେ କର୍ମ କରିକିରି ହଉ, ତା ଭିତରୁ ଇମ୍ପ୍ୟୁରିଟିର ଲିମିଟେସନ ଭିତରୁ ବାହାରକୁ ଚାଲି ଆସେ, ଆନନ୍ଦିତ ହେଇଯାଏ। ଯାଇ ହଉ ଏ ଲୋକଟି ଆଉ ଇମ୍ପ୍ୟୁରିଟି ଭିତରେ ନାହିଁ। ସେତେବେଳେ ସାଇକି କଣ କରି ଜାଣିଛନ୍ତି? ଓହୋ, ଏତେ କଷ୍ଟରୁ ମୋତେ ମୁକ୍ତି ପଳେଇ ଆସିଲା। ସାଇକି ମା ଲେଖୁଛନ୍ତି ସାଇ ଅଫ୍ ରିଲିଫ୍, ଆଶ୍ୱସ୍ତି ଅନୁଭବ କରନ୍ତି, ଦୀର୍ଘଶ୍ୱାସ। ସାଇକିକ ବିଙ୍ଗ ଯେମିତି ଆମ ସହିତ ଖେଳ ସାଥୀ। ଆମେ ଯେତେବେଳେ ତାଙ୍କୁ ଅଣଦେଖା କରୁ ସେ କାନ୍ଦନ୍ତି। ଏଇ ଲୋକଟା ଇଏ ମୁଁ ତାକୁ ଏତେ ଆଦର କରୁଛି, ତାକୁ ଆଉଁସି ଦଉଛି, ଦେଖିଲା ମୋତେ ଚଟକଣାଟେ ପକେଇଲାଣି। ଆପଣ ଟ୍ରିପୁଲ ସୋଲ୍ ପୋଲିସରେ ପଢିନାହାନ୍ତି? ମାଡନ ଅଫ ସରୋ କହିଲେ ମୁଁ ମଣିଷକୁ ଯୋଉ ହାତକୁ ଆଉଁସିରେ ତାକୁ କଷ୍ଟ ହେଇଛି ବୋଲି ସେ ହାତ ଆଉଁସି ସାରିଲା ପରେ ସେ ହାତରେ ଗୋଟେ ଚଟକଣା ମାରେ। ଏଇଥିରେ ସାଇକିକ ବି ଫିଲ୍ସ ସାଇ। ଏବଂ ଯେତେବେଳେ ସେ ସାଇକିକ ବିଙ୍ଗ ଯେତେବେଳେ ଆମେ ମୁକ୍ତ ହେଇଯାଉ ଇମ୍ପ୍ୟୁରିଟିରୁ, ସେ ଆନନ୍ଦ ହେଇକି ଗୋଟେ ଦୀର୍ଘଶ୍ୱାସ ପକାଏ, ସେତେବେଳେ ତା ଆଖିରୁ ସେ ସେଇ ଭାବପ୍ରବଣତାର ରୂପ ନିଏ ଲୋତକ। ଏଇ ଲୋତକ ଅଶ୍ରୁ ସେଠି ଝରଝର ହେଇ ବହି ପଡେ। ଯାଇ ହଉ ମୋ ବେଟା ବା ମୋ ବେଟି ଯୋଉଠି ଥିଲା ଅସୁବିଧା ସେଠି ବକୁଳି ଗଲା, ସେ କାନ୍ଦି ପକା। ସାଇକିକ ଆମ ନିଜର। ତାକୁ ଶ୍ରୀ ଅରବିନ୍ଦ ଲାଇଫ ଡିଭାଇନ୍ ଲେଖିଛନ୍ତି କାଥାର୍ଟିକ ଇଫେକ୍ଟ, ଅର୍ଥାତ୍ ଭେଦକ, କାଥାର୍ଟିକର ଅର୍ଥ ଦ୍ରବୀଭୂତ ହୋଇଯିବାର ପ୍ରକ୍ରିୟା। ଆପଣ ଖୁସି ହେଲେ କାନ୍ଦନ୍ତିନି, କି ଖୁସି ହେଲେ ଆପଣଙ୍କ ଭିତରେ ସାଇକିକ ବିଙ୍ଗ। ଆପଣ ଯେତେବେଳେ ଖୁସି ହଉଛନ୍ତି ସାଇକିକ ବିଙ୍ଗ ସେତେବେଳେ ଆନନ୍ଦିତ ହଉଛି ଆପଣଙ୍କ ସହିତ। ଆପଣ କାନ୍ଦୁଛନ୍ତି କାହିଁକି ଖୁସିରେ? ଦ୍ୟାଟ୍ ଇଜ କାଥାର୍ଟିକ ଇଫେକ୍ଟ, ଅର୍ଥାତ୍ ଭେଦକ ବା ଦ୍ରବୀଭୂତ ହୋଇଯାଉଛୁ ଆମ ଭିତରେ ଏବଂ ଅବଚେତନା ଭିତରେ ରହିଥିବା ଭାବନା ମୁକ୍ତି ଲାଭ କରିଛି ଏବଂ ଆମକୁ ଅଧିକ ପରିମାଣରେ ବିଶୋଧିତ କରିଦେଇଛି। ସେଥିପାଇଁ ଆମେ ସାଇକିକ ବିଙ୍ଗ ସହିତ ଆମେ ବି କାନ୍ଦିବାକୁ ଏହି ସମ୍ପର୍କରେ ଅନେକ କଥା ମା କହିଛନ୍ତି ସାଇକିକ ବିଙ୍ଗ ଉପରେ। ତାପରେ ଚୈତୀକରଣ କଥା କହିଛନ୍ତି, ଚୈତୀକରଣ ପରେ କଣ ହୋଇଯାଏ ସେ କଥା ବି କହିଛନ୍ତି ଏବଂ ଏହିପରି ଅନେକ ଅନୁଭୂତି କହିସାରିଲା ପରେ ମା କହୁଛନ୍ତି ସାଇକିକ ରିୟଲାଇଜେସନ ଇଜ
realization of individual divine. जदि जड़े साइकिक बीइंग अच्छी बोली निजर जानीगला आम भितर जो डिवाइन अच्छे से देखो if you want to realize the transcendental divine you can utilize the psychic as a springboard. जदि जड़े चाहूची इंडिविजुअल डिवाइन की देखी सारा पर ट्रांसेंडेंटल डिवाइन की देखा से सी साइकिक बीइंग गोटे स्प्रिंग बोर्ड भाव में व्यवहार करें नाचिले से ऊपर उठेग किंतु साइकिक बीइंग स्वयं निजे तुमको धरिक ऊपर जीवन से कह मो पिठी देखो मो पिठी नाच ऊपर को पड़ा कूदा मारी माँ लिखुं द साइकिक बाय इटसेल्फ विल नॉट पुश यू अबव साइकिक जते सी निजे स्वयं ऊपर को पुश कर देवे इट फाइंड्स द डिवाइन whom behind at it always connect you there. तुम पश्चात डिवाइन तार को से खोजी दे तुमको से लगे देवे जमी आम घर वायरिंग जो जो पॉइंट रे बॉल लगे पॉइंट नथिले बॉल लगी पारता नहीं बिजुली छोट तार बुलू था घर जाक अंधार होता सब आम कौन बिजुली शक्ति की कहूँ आमको टे उठे ऊपर को नहीं गलु जो धरी पकड़ा तो तले पड़ा किंतु से पॉइंट गुड़ा सब कर दि जाए बिजुली स्रोत विज्ञान को लेकिन से आम रखीदे माइनस प्लस कनेक्शन करदे आम स्विच से रखीदे मारे आग ना से बुलूथ और अंधार साइकिल काम हो से पॉइंट देखदब जलईदब स्विच मारिक तमें आलु उपभोग कर तमें ऊपर को जीव सी धरिक तुमको जीवनी स्प्रिंग बोर्ड हम ये मु पिठी देखी दूसरी ये कूदा टे मारिक ऊपर चली जाऊँ तेणु अबा भाई मैंने बर्तमान तो समय हो बसलानी ये जो डबल सोल इन मैन आप पाठ करेंगे यही टर्मिनोलॉजी गुड़ाक विषय आप जानवे जो टर्म गुड़िक प्रभु श्री अरविंद विभिन्न जगह कहते भी कहते ये अध्यायटी अति चमत्कार कारण यह आमको आमर बाह्य जगत बाह्य मन बाह्य प्राण बाह्य देह एवं अंतर्मन अंतर्प्राण अंतर शरीर ये विषय सम्यक आलोक प्रदान करे एवं साइकिक बीइंग कथा श्री अरविंद लिखिं माँ भी लिखिं साइकिक बीइंग जेहेतु आत्मा नुहे डिजायर सोल नुहे सेल्फ भी नुहे स्पिरिट भी नुहे एत कथा किंतु से हूँ चैत्य पुरुष आम चेतना भितर ठिया विराजित होता चौकी पकड़ बसी एक शक्ति पुरुष शक्ति जहाँ चैत्य शक्ति कहुए श्री अरविंद जिते टीवी कपाली शास्त्री 1917 मसीह भेटी प्रथम 17 तापर 6 वर्ष काल से आश्रम को आसीना 23 जो आसिले श्री अरविंद को दर्शन कले देखिले श्री अरविंद रूप बदली जाए कलर जो था ब्लैकिश ब्राउन से गोल्डन हो जाए आश्चर्य से प्रभु को पचारे प्रभु यह किपरि संभव है ना यह संभव है महाशक्ति एवं मोर शक्तिर मिलन पुरुष शक्ति एवं महाशक्ति ना मु आपण को यही 17 रु 23 6 वर्ष काल मो पाखे आपको सब पाई मो वक्तृता देला बेले आपण मो पाखे ठिया होती मो कथा कहला बेले कथा गुड़ाक आपण भितर आसिक मो भीतर भी बाहर जाऊ ये अनुभूति कौट आसला यहाँ कौन आपण शक्ति श्री अरविंद गोटे शब्द कहले येस ये कहला मात्र के कौन है आउ गोटे केवल मुझे तेणु प्रभु पाखर जब आप थे ये से शुणीदे जीवन परिवर्तन
ଏବଂ ଆମକୁ ଲାଇଭ ଡିଭାଇନରେ ପ୍ରଭୁ ଶ୍ରୀ ଅରବିନ୍ଦ ଏଇ ଅଧ୍ୟାୟରେ ଯାହା କହିଛନ୍ତି ତାହା ଆମର ଆଜି ଖଣ୍ଡଗିରିରେ ଆଲୋଚନା ହେଇଥିଲା। ଆପଣ ମାତ୍ର ସମସ୍ତେ ଆସିପାରି ନଥିବେ, ଆହୁରି ଅନେକ ବିଷୟ ଆଲୋଚନା ହେଲା। ତେଣୁ ଏଇ ବିଷୟରେ ମୁଁ ଆପଣମାନଙ୍କୁ ଗୋଟେ ମୋଟାମୋଟି ଧାରଣା ଦେଲି ଆମେ କେମିତି ଏଇ ସବୁ ଜିନିଷ ଯୋଉ ଇନଷ୍ଟ୍ରୁମେଣ୍ଟ ଗୁଡାକ ସାଇକିକ ବିଙ୍ଗ, ସୋଲ, ଡିଜାୟାର ସୋଲ, ଏହା ସହିତ ଟିକେ ଓତପ୍ରୋତ ଭାବରେ ଜଡିତ ହେଲେ ଆମ ଚେତନା ଭିତରେ ସେମାନେ ବାସ କରିଯିବେ, ତାଙ୍କ ସହିତ ଆମର ଗୋଟେ କନେକ୍ସନ ହେଇଯିବ। ତେଣୁ ଆମେ ଆଗକୁ ପୂର୍ଣ୍ଣ ଯୁଗରେ ବଢିବା ପାଇଁ ବାଟ ପାଇଯିବା। ଓಂ ଆନନ୍ଦମୟୀ ଚୈତନ୍ୟମୟୀ ସତ୍ୟମୟୀ ପରମେ ମା ଶ୍ରୀ ଅରବିନ୍ଦ ଶରଣ ମମ। ବର୍ତ୍ତମାନ